ଏମିତି ନା ହବ ନେଇଯା କଞ୍ଚା କରିଦେଉଛି କାହିଁକି ନା ଭୋକ ହେଲାନି 1:30 ପାଖା ହବ ନା ଦିଟା ସୁପା କଲେ ଯିବୁନି ଚାଲ ଚାଲ କିଏ କହୁଛି ଶୁଭ ସକାଳ ସାଙ୍ଗମାନେ ଜୟ ଜଗନ୍ନାଥ। ଏବେ ମନୀଷା ବାହାରିଲା ଗାଁ ଏବେ ଆମର ଯିବେ ଆଜି ବାହାଘରିଆ ଆମେ ଅଛୁ ଏକା ମାନେ କହିଲେ ମୁଁ ଅଛି ରାହୁଲ ଅଛି ଆଉ କେହି ଏବେ ଘରେ ରହିବେନି ବାପା ମା ସମସ୍ତେ ଆଜି ଆମର ସମସ୍ତେ ଯିବେ ଅଟୋ ଭଡ଼ା କରିକି ଅନୁଗୁଳ ବାହାଘରିଆ ଅଛି ତ ମନୀଷା ବି ଯାଉଛି ରାହୁଲ ରହିବ ଆଉ ମୁଁ ରହିବି ଆଉ ଘରେ ସମସ୍ତେ ପଳେଇବେ ଆମେ ସବୁ ଯିବୁ ବାହାଘରିଆ ତମେ ସମସ୍ତେ ଯିବ ତ ଆମେ ଖାଇବା କଣ କରୁଛୁ ଖାଇବା କିଛି କରିନି ଭାତ ରଖିଦେଇଛି ତମେ ଚାଲ ବନେଇନା ଖାଇଦବ ଆଉ କଣ ବନେଇବା କଣ ଆମେ ତ କିଛି ଶିଖିନୁ ଚିକେନ ଆଣ ଭାରି ହଉ ଠିକ ଅଛି ତାହେଲେ ଆମେ ଆଜି ଚିକେନ ଆଣିବୁ ରାହୁଲକୁ ମୁଁ ବନେଇକି ଖାଇବୁ ନା କଣ ସେ କହୁଛୁ ମନୀଷା ମୋ ପାଇଁ କଣ ଆଣିଦେବୁ ବାହାଘରରୁ କଣ ଆଣିଦେବୁ ଭୋଜିରୁ ମାଛ ଆଉ କଣ କ୍ଷୀରି ଆଉ ଯୋଉ ପାମ୍ପଡ ହଁ ଡାଲି ଜାଣିଲୁ କଣ କଣ ଆଜି ହେଇଛି ବାହାଘର ବୋଲି ଏସବୁ ଆଇଡିଆ ତ ଏସବୁ କହୁଛୁ ତୁ ବି ଜାଣିଲୁ ମନୀଷା ତୁ ତ ସିନା କଲେ ଜାଣିବୁ କଣ କଣ ଆଇଟମ ହେଇଥିବ ନାଇଁ ଆଜି ହେଇଥିବ କାହିଁକି ନା ଯେହେତୁ ଆଜି ରବିବାର ଅଛି ବାହାଘରଟା ତ ନିହାତି ଯାହେଲେ ବି ହେଇଥିବ ଆଇଁଷ ଆଇଁଷ ଆଜିକାଲି ବି ସାଙ୍ଗମାନେ ବିନା ଆମିଷରେ ଭୋଜିର ମାନେ ନାହିଁ ହଁ ହେଇଗଲା ହେଇଗଲା ଫଟାଫଟ ଚାଲ ତମମାନେ ପୁଣି ବାହାରିନା ଗଲେ ମୋର କାମ ଅଛି ମୁଇଁ ଆଜି କେତେ କାମ ମତେ ଦେଇଛନ୍ତି ଜାଣେ ସାଙ୍ଗମାନେ ଆଜି ମତେ ପ୍ରବଳ କାମ ଗାଈ ଢୁକେଇବି କ୍ଷୀର ଆଣିବି ପାଣି ଆଣିବି ଖାଇବା ବନେଇବି ଆଜି ଆମ ବାପ ବୋଉକୁ ସବୁ କାମ କରିବାକୁ ପଡିବ ଆଉ ହଁ ହେଇଟା ଠିକ କଥା କଣ କରିବା ଆଉ ହଁ ହେଇଗଲା ଏଥର କିଛି ଅସୁବିଧା ନାହିଁ ରେଡି ହବନି ବେଶୀ ସଜ ହେଲେ ଖରାପ ଜାଣିଲ ଏମିତି ନା ହବ ଚଳିବ ଆଉ ରେଡି ରେଡି ହେଲା ଆଜିକାଲି ଆଉ ଆମେ ଗାଁ ଗହଳି ଲୋକମାନେ ଗାଁ ଗହଳି ଢାଞ୍ଚାରେ ରହିବାକୁ ପଡିବ ହେଲା ଏଟା ଟାଉନ ସହର ନହେଲେ ଯିବ କଣଟି ଏଇରା ଏତେ ପିନ୍ଧାକି ଯାଉଛ ନାଇଁ ଦେଖୁ ଦରକାର ପିନ୍ଧିବା ହବ ଏତିକି ମ କଣ ଅଳତା ଲଗା ହେଲା ପରେ ପୁଣି ନେଲ ପଲିସ କହନ୍ତି ଚଳିବ ହେଲେ ଅଳତା ନାହିଁ ଶାଢୀ ତ ଏ ଶାଢୀଟା ତ ବହୁତ ଦିନ ଶାଢୀ 17 ବର୍ଷ ବାହାଘର ଶାଢୀ ବାହାଘର ଶାଢୀ ମାନେ ସାଙ୍ଗମାନେ ଦେଖୁ ଦେଖୁ 17 ବର୍ଷ ଗଲା କିନ୍ତୁ ଶାଢୀ ଏମିତି ଅଛି ଇଏ ଆମର ଛୋଟରୁ ବଡ ହେଇଗଲା କିନ୍ତୁ ଶାଢୀରେ ହିଁ ରଙ୍ଗ ଚେଞ୍ଜ ହେଇନି ନା ଯେମିତି ଏମିତି ଅଛି ଶାଢୀଟା 17 ବର୍ଷ ମାନେ ବର୍ଷ ନା 17 ବର୍ଷ ନାଇଁ ହଉ ଭଗବାନ ଦୟାରୁ ପିଲା ଦିଟି ଭଲରେ ଥାଆନ୍ତୁ ନାଲୋ ମା ଆରେ ଏଇ ଦେଖେ ନା କଣ କରୁଛି ଦେଖେ ଏଇଠି ବା ଦେଖୁନୁ ରାହୁଲ ଲେଖା ହେଇଛି ଏଇଟା ବେଶୀ ମେକଅପ ଲଗାନି ଝିଅ ଏଟା ଭଲ ନୁହେଁ ଏତେ ଛୋଟର କଣ ଇଏ ଜିନିଷ ଲଗାଉଛୁ ଗୋଟେ ଟାଇମ ଅଛି ଲଗେଇବୁ ଚାଲ ଚାଲ ଗାଡି ଆସିଲା ଚାଲ ମନୀଷା ସଜେଇ ଦଉଛି ତା ମାକୁ ମନୀଷା ଚାଲ 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 ଅଟୋ ହେଲାନି ଚାଲ ନେଇଯା ପୁରା ଗରମ ଅଛି ଥାଉ ମୁଁ ନେଇଯିବ ଯିବୁନି ଚାଲ ଚାଲ ଜଲ୍ଦି ଚାଲ ଜଲ୍ଦି ଚାଲ ସବୁ ଚାଲେ ଗାଁ କଣ ଯାଉନୁ କଣ
ହୁଁ ନେଇଛି ନାଇଁ କହୁଛି ଆମ ମା ବାହାଘର ଶାଢୀ କିଏ କହୁଛି ଚାଲ ଚାଲ ଟାଇମ୍ ହେଲା ରାହୁଲ ଯିବନି ତୁ ଯା ଯା ବୋଲି ବୋଲା ଆଇବ ଭୋଜି ଆମ ପାଇଁ ଆଣିବ ହେଲା ନା ରାହୁଲ ଚାଲ 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 ତବେ ସାଙ୍ଗମାନେ ଆମ କାମ ଆମ କରିବା ସମସ୍ତେ ପଢ଼ିଲେ କ'ଣ ଦେଖୁଛୁ ସମସ୍ତେ ଗାଁ ଗଲେ ଆମ କାମ ଏବେ କରିବା ଆହା ତାତିଗଲା ବାବାରେ ଗଲା ତାତୁ ତାତିଲେ କ'ଣ ହେଲା ଚାଲନ୍ତୁ ଯା ଉପରକୁ ୟାକୁ ରଖିଦେବା ତାପରେ ଯିବା ଛାତ ଉପରକୁ ଆପଣମାନେ ଏମିତି ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ ଚାଲ ଚାଲ ଏ ଫ୍ରିଜରେ ରଖିଦେବା ଥଣ୍ଡା ହେଲାଠୁ ଲାଇନ୍ ନାହିଁ ବୋଧେ ମାରିଦେବା କାହିଁକି ନା ସାଙ୍ଗମାନେ ଯେହେତୁ କେହି ନାହାନ୍ତି ତ ଆମକୁ ସବୁ କରିବାକୁ ପଡ଼ିବ ଏବେ ତ ଏବେ ଯିବା ଉପରକୁ ଯିବା କ'ଣ ଅଛି ଆଜି ଦେଖି ବନେଇବା ଭାବୁଛି ଚିକେନ ହାଫ୍ କିଲୋ ଖଣ୍ଡେ ନେଇ ଆସିବି ନେଇ ଆସିକି କରିଦେବା ରାହୁଲ ତ ଅଛି ସେ ବାହାରେ ବସିଛି ସେଠି ବାପୁ ଯେହେତୁ ଅଛୁ କେହି ନାହାନ୍ତି ଆମକୁ ବି ସବୁ କରିବାକୁ ପଡ଼ିବ ଆଜି ଦିନ ସାରା ସବୁ ଟୋଟାଲ କରିବାକୁ ପଡ଼ିବ କ'ଣ କରିବା ଉପରେ ବଡ଼ି ଶୁକାଇଛି ଏଇଠି ବଡ଼ି ଶୁକାଇଛି ଟିକେ ଦେଖିଦେବା ଟିକେ ବଡ଼ି ଖଡ଼ଖଡ଼ ହେଇଛି ନାହିଁ ସେମାନେ ହେଇଗଲାଣି ଟିକେ ମାଙ୍କଡ଼ ଦେଖିବାକୁ ପଡ଼ିବ କାହିଁକିନା ମାଙ୍କଡ଼ ମାନେ ଖାଇ ଦେଉଛନ୍ତି ତ ଖାଇଦେବେ ଏବେ ଯିବା ଚିକେନ ଆଣିବା ଚାଲନ୍ତୁ ଯିବା ଏବେ ରାହୁଲ ଏବେ ଯାଇକି ଚିକେନ ଆଣିଛି ଚିକେନ 100 ଟଙ୍କା ଆଣିଛି ସାଙ୍ଗମାନେ ତ ଆପଣମାନେ ତ ଜାଣିଛନ୍ତି ଯେହେତୁ ଆଜି ଘରେ କେହି ନାହାନ୍ତି ତ ଆମେ ଆଜି ବାପ ମିସ୍ତ୍ରୀ ପାଲଟିଛୁ ମୁଁ ଏବେ ଯିବି ସେଇ ଦୁଇଟାର ପାଣି ଆଣିବି ଆର ଘର ଆଡ଼ୁ ତ ଚିକେନ ଏବେ ପକେଇବା ଚିକେନ ପଡ଼ି ସାରିଲା ଏବେ ତାକୁ ଘାଣ୍ଟିବା କାହିଁକିନା ମୁଁ ଚାହିଁଥିଲା ଟିକେ ତେଲରେ ଭାଜି ଯାଆନ୍ତା ହେଲା ନାଇଁ ହେଲେ ବି କଞ୍ଚା କରିଦେଉଛି କାହିଁକିନା ଭୋକ ହେଲାନି 1:30 ପାଖାପାଖି ନା ଦିଟା ହେଇନି ପାଖାପାଖି 2ଟା ପାଖାପାଖି ହେଲାନି ଆଉ ତବେ ଆମେ ବାପ ପୁଅ ଖାଇବୁ ତାପରେ ଯାହା କଥା ସାଙ୍ଗମାନେ କାହିଁକିନା ସାଙ୍ଗମାନେ ଘରେ ଯଦି କେହି ସ୍ତ୍ରୀ ଲୋକ ନାହାନ୍ତି ତ ଏମିତି ହଇରାଣ ହେବା ପଡ଼େ ଚିକେନଟା ସାଙ୍ଗମାନେ ଆମର କେମିତି ହେଇଛି କମେଣ୍ଟ କରିବେ ଆଉ ଟିକେ ପାଣି ଦେଇଦେବା କଲର୍ ଟିକେ ଅଧିକା ହେଇଗଲା ହେଲା କଲର୍ ଅଧିକା ତୁ ଗାଧନା ସାରିଲୁ ନାଇଁ ଗାଧନା ଆସିଲୁ ମୁଁ ଏବେ ପାଣି ଦେଇଦେଉଛି ମୁଁ ଯିବି ପାଣି ଦୁଇଟା ବାଇକ୍ରେ ନେଇ ଆସିବି ତାପରେ ଚିକେନ ଓହ୍ଲା ହେବ ଜଲ୍ଦି ସାଙ୍ଗମାନେ ବାଇକ୍ରେ ପାଣି ଆଣିଲେ ହାରି ଚିକେନ ଏପଟେ କଷା ହେଉଛି ଦେଖିବା ଚିକେନ ବା ଦେଖୁନ ଝୋଳ କଥା ହେବ ଏବେ ଏଠି ଦେ ତଳକୁ ଦେ ପାଣି ଢାଳେ ବାଲ୍ଟି ଢାଳେ ମୁଁ ଯାଉଛି ଗାଧୋଇ ହେଲା ଢାଳ ଦେ ହବ ପୁଅ ହବ ବାହାର କର ମୁଁ ଯାଇଥିଲି ଏବେ ଗାଧେଇ ସାଙ୍ଗମାନେ ପାଣି ଫାଣି ଆଣିବା ପରେ ତ ରାହୁଲକୁ ଛାଡ଼ି ଯାଇଥିଲେ ସେ ପୁରା ଶୁଖା କରିଦେଇ ଦେଖନ୍ତୁ ଚଳିବନି ବେଶୀ କଲର୍ ହେଇଗଲା ପୁଅ ଆସ ଭାତ ତା ନେଇଯିବ ଆର ଘରୁ ବାପ ମିଶି ଖାଇଦେବା ଆଉ କ'ଣ କହୁଛୁ ହବ ହବ ମାନେ ଯେଉଁଠି ବନେଇଥିଲୁ ସେଇଠି ନେଇ ଆସିଲୁ ସାଙ୍ଗମାନେ ଟିକେ ତେଲ ଫେଲ ଲାଗିଯାଇଛି କାହିଁକି ନା ଭାଇ ଟାଇମ୍ ନାହିଁ ବର୍ତ୍ତମାନ ଦେଖନ୍ତୁ 1:30 ପରେ ଗଲା ଏବେ ଖାଇବା ଆମେ ବାପ ଖାଇବୁ ଏବେ ଖାଇକି ଆଉ ଟିକେ ରେଷ୍ଟ ନେବ ତାପରେ ଗୋଟେ ଦେଖିବା କ'ଣ କରିବା ନ କରିବା ଆଉ ପୁଣି ଗାଈ ଆସିବନି ଖୋଲ ତ ଏବେ ଆସିଛୁ ଲୁଗାପଟା ସବୁ ନେବୁ ବୋଲି ଗୋଟେ କାମ ସାରିବାକୁ ପଡ଼ିବ ସାଙ୍ଗମାନେ ଆଉ କ'ଣ କରିବା ରାହୁଲ ତୋଳିକି ଆଣୁଛି ସାଙ୍ଗମାନେ
ଆଣେ ଏଇଟା ଆଣିଛି ତଳଟା ସାଇଡା ଆଉ କ'ଣ ଛାଡ଼େ ନେଇ ଆସେ ଦେଖିଦେବା ଟିକେ ଗାଈ ଆସିଲେ କି ନାହିଁ ଗାଈ ଆସିନାହାନ୍ତି ସାଙ୍ଗମାନେ ଚାଲ ତ ଗାଈ ସାଙ୍ଗମାନେ ଆସିଲା ଏବେ ଯିବା ଗାଈ ଛିଡ଼ା ହେଇଛି ଚାଲ 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 ରେ ଚାଲ ପି ପି ଆଇଡ଼ିଆ ପିଇବ ବେ ଆଉ ସବୁ ଗାଈ ପଳେଇ ଆସିଲେନି ଖାଲି ଅଛି 3ଟା ଅଛନ୍ତି ଜଲ୍ଦି ପି ଢୋକେଦା ଓହୋ ମା କୁଆଡ଼େ ଗଲା ମା ମା ତ ଅଛି ମା ଆସିବନି ଏଇ ତ ଆସ 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 ଓହୋ ମୁଁ ଜାଣିଛି ବା ଆଗ ସେ ଆସିଲା ମାନେ ଫ୍ରିଜ୍ ଏଇ ଦେଖନ୍ତୁ ସାଙ୍ଗମାନେ ମନୀଷା ଦେଖନ୍ତୁ ଆସୁ ଆସୁ ଆଗ ଖାଇଲାରି ଚିକେନ କ'ଣ କ'ଣ ହେଇଥିଲା ଭୋଜି ହେଇଥିଲା ମାଛ ହୁଁ ତାପରେ କ୍ଷୀରି ହଁ। ପନିରି ପନିର ହେଇଥିଲା ତାପରେ ମାନେ ତରକାରୀ ହେଇଥିଲା ତାପରେ ଛିଞ୍ଚିଡା ହେଇଥିଲା ହେଇ ଫିଙ୍ଗର ଚିପ୍ସ ଆଚ୍ଛା ଆଚ୍ଛା ଡାଲମା ତୁ କିନ୍ତୁ ଘରକୁ କେମିତି ଆସିବୁ ଖାଲି ଅନେଇଥିଲା କ'ଣ କେତେ ଜଲ୍ଦି ଆସିବୁ ହାତ ନା ଆସୁ ପାଧୁନ ଆସୁ ତାପରେ ହଁ ଠିକ୍ ଅଛି ଭଲ ଭଲ ଆସିଲ ତ ବଗାନ ଏଇଟା ବଡ଼ କଥା